ସକାଳର ବ୍ୟସ୍ତତା ଭିତରେ ଯଦି 5 ମିନିଟରେ ବନୁଥିବାର କିଛି ଜଳଖିଆ ମିଳିଯାଏ ବନେଇବା ପାଇଁ ତାହେଲେ ଦେଖିବେ ସମସ୍ତଙ୍କ ପାଇଁ ପୁରା ଇଜି ହେଇଯାଏ। ତ ଦେଖନ୍ତୁ 5ରୁ 10 ମିନିଟରେ ଆପଣମାନେ ଏଇ ଜଳଖିଆକୁ ବନେଇକି ରେଡ଼ି କରିପାରିବେ। ଛୁଆମାନଙ୍କର ଟିଫିନ୍ ବକ୍ସ ପାଇଁ ହେଉ କି ବଡ଼ମାନଙ୍କର ସକାଳର ଜଳଖିଆ ହେଉ। ଆଉ ଏତେ ସ୍ୱାଦିଷ୍ଟ ଲାଗିବ କି ବିନା ତରକାରୀରେ 2ରୁ 3 ପିସ୍ ଖାଇବେ। ଦେଖିବେ ପେଟ ତ ଭରିଯିବ କିନ୍ତୁ ମନ ଭରିବନି। ଏତେ ସ୍ୱାଦିଷ୍ଟ ଜଳଖିଆ ଆପଣମାନେ ଝଟପଟ ବନେଇକି ରେଡ଼ି କରିପାରିବେ। ଦେଖିବାକୁ ଇଏ ଯେମିତି ସୁନ୍ଦର, ଖାଇବା ପୁରା ଟେଷ୍ଟି ବି ଲାଗିବ ଆଉ ହେଲ୍ଦି ବି ରହିବ। ଦେଖିବେ ଆପଣମାନେ ଯଦି ଥରେ ବନାଉଛନ୍ତି ତାହେଲେ ଦେଖିବେ ବାରମ୍ବାର ବନେଇବା ପାଇଁ ପସନ୍ଦ କରିବେ। ପ୍ରଚୁର ମାତ୍ରାରେ ଏଥିରେ ଆପଣମାନେ ପାଇବେ, ଭେଜିଟେବୁଲ୍ ପାଇବେ। ଯଦି ଛୁଆମାନେ ଭେଜିଟେବୁଲ୍ ଖାଇବା ପସନ୍ଦ କରନ୍ତିନି ତାହେଲେ ଏଭଳି ପ୍ରୋସେସ୍ରେ ବନେଇକି ଦିଅନ୍ତୁ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲିକ୍ କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଏ ହେଲ୍ଦି ଜଳଖିଆକୁ ବନେଇବା ପାଇଁ ପ୍ରଥମେ ଆମେ ନେବା ମକା। ଏଠି ମୁଁ ନେଇଛି ସୁଇଟ୍ କର୍ନ ନେଇଛି। ତ ଆପଣଙ୍କ ପାଖରେ ନର୍ମାଲ୍ ମକା ଅଛି ତାହେଲେ ବି ନେଇପାରିବେ, ନହେଲେ ବିନା ମକା ବା ବିନା ସୁଇଟ୍ କର୍ନରେ ଆପଣମାନେ এই ରେସିପିଟି ବନେଇକି ରେଡ଼ି କରିପାରିବେ। ତ ଏଠି ଦେଖନ୍ତୁ ସୁଇଟ୍ କର୍ନର ଆମେ ଚୋପାକୁ ବାହାର କରିଦେବା। ବାହାର କରିକି ତାକୁ ଆମେ 2 ଭାଗରେ ବିଭକ୍ତ କରିଦେବା। କରିସାରିବା ପରେ ଆମେ ଗୋଟେ ଗ୍ରେଟର୍ ନେବା। ଗ୍ରେଟର୍ ହେଲ୍ପରେ ଆକୁ ଆମେ ଏବେ ଗ୍ରେଟ୍ କରିବା। ତ ଦେଖିବେ ଏଇଭଳି ଯଦି ଗ୍ରେଟର୍ ଅଛି ପୁରା ଇଜି ପ୍ରୋସେସ୍ରେ ଆପଣମାନେ ଆକୁ ଗ୍ରେଟ୍ କରିପାରିବେ। ଯଦି ଆପଣଙ୍କ ପାଖରେ ଗ୍ରେଟର୍ ନାହିଁ ତାହେଲେ ଆପଣମାନେ ଏଇ ମକାର ଯେଉଁ କର୍ନ ସବୁତକ ବାହାର କରିକି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ପେଷ୍ଟ ବନେଇକି ବି ଏ ରେସିପିଟା ବନେଇ ପାରିବେ। ଆଉ ଏଇଠି ମକାଟା ପୁରାପୁରି ଅପସନାଲ୍ ଅଛି। ବିନା ମକାରେ ବି ଆପଣମାନେ এই ରେସିପିଟା ବନେଇକି ରେଡ଼ି କରିପାରିବେ। ଯେହେତୁ ମୋ ପାଖରେ ସୁଇଟ୍ କର୍ନ ଥିଲା ତ ମୁଁ ଆପଣମାନଙ୍କୁ এই ରେସିପିଟା ସେୟାର କରିଛି। ତ ଦେଖନ୍ତୁ ସବୁ ତ ଗ୍ରେଟ୍ କରିସାରିବା ପରେ ଆଉ ଯେହେତୁ ସୁଇଟ୍ କର୍ନଟା ସେଥିରେ ପାଣି ଟିକେ ଥାଏ, ତ ଦେଖନ୍ତୁ ପାଣି ଅଛି ସେଥିରେ। ତ ଏବେ ଆମେ ଗୋଟେ ବାଉଲକୁ ବାହାର କରି ସାଇଡ଼ରେ ରଖିଦେବା। ତାପରେ ଆମେ ଏଠି କିଛି ପନିପରିବା ଆପଣମାନଙ୍କୁ ଯାହା ବି ପସନ୍ଦ ଆପଣମାନେ ଛୋଟ ଛୋଟ ପିସେସ୍ରେ କଟିଂ କରି ନେଇପାରିବେ। ଏଠି ଦେଖନ୍ତୁ ପନିପରିବାରେ ମୁଁ ନେଇଛି ବନ୍ଧାକୋବି ନେଇଛି ଆଉ ପିଆଜ ନେଇଛି, ପୁଣି ସେଥିରେ ଧନିଆ ପତ୍ର, କଞ୍ଚା ଲଙ୍କା ନେଇଛି। ଆପଣଙ୍କ ପାଖରେ ଯଦି କ୍ୟାପ୍ସିକମ୍ ଅଛି ଆପଣମାନେ ଏଡ୍ କରିପାରିବେ। ଗାଜର ଯଦି ପସନ୍ଦ ଏଡ୍ କରିପାରିବେ। ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ଏଠି ପନିପରିବା ନେଇପାରିବେ। ତ ସବୁତକ ପନିପରିବାକୁ ଆମେ ଛୋଟ ଛୋଟ ପିସେସ୍ରେ କଟିଂ କରି ସେ ବାଉଲରେ ହିଁ ଏଡ୍ କରିଦେବା। ତାପରେ କ'ଣ କରିବା ନା ସେ ବାଉଲରେ ଆମେ ଏଡ୍ କରିବା ଗୋଟେ ଛୋଟ ଗିନା। ଏଥିରେ ମୁଁ ଏଡ୍ କରିଛି ବେସନ। ଆପଣମାନେ ଯେତିକି ଜଳଖିଆ ବନେଇବାକୁ ଚାହିଁବେ ସେ ଅନୁସାରେ ଏଠି ବେସନ ଏଡ୍ କରିପାରିବେ। ଆଉ ବେସନ, ଚାଉଳ ଚୁନା କି ମଇଦା ଆପଣମାନେ ମିକ୍ସ କରିବି ଏଡ୍ କରିପାରିବେ। ତାପରେ କ'ଣ କରିବା ନା ସ୍ୱାଦ ଅନୁସାରେ ଦେଇଦେବା ଲୁଣ ଆଉ ଅଳ୍ପ ଅଳ୍ପ ପାଣି ଏଡ୍ କରିଦେଇ ଗୋଟେ ବେଟର ବନେଇକି ରେଡ଼ି କରିବା। ସେ ବେଟରଟା ଯେମିତି ଅଧିକା ପତଲା ନଥିବ କି ଅଧିକା ଶୁଖା ବା ବହଳିଆ ନଥିବ। ତ ଏଭଳି ମିକ୍ସ କରୁଥିବେ, ପାଣି ଅଳ୍ପ ଅଳ୍ପ ଏଡ୍ କରିଥିବେ, ଏକାଥରକେ ପାଣି ଏଡ୍ କରିବେନି। ତ ଦେଖନ୍ତୁ ଏଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ। ଆଉ ଏଠି ଅଳ୍ପ ଟିକେ ଆପଣମାନେ ଚାହିଁଲେ ହଳଦୀ ଗୁଣ୍ଡ ବି ଏଡ୍ କରିପାରିବେ। ମୁଁ ଏଥିରେ ହାଫ୍ ଚାମଚ ହଳଦୀ ଗୁଣ୍ଡ ଏଡ୍ କରିଛି କିନ୍ତୁ ମୁଁ କ୍ୟାମେରାକୁ ଅନ୍ କରିପାରିଲିନି ସେହି ସମୟରେ, ସେଥିପାଇଁ ଆପଣମାନଙ୍କୁ କହିଦେଉଛି, ସେଥିପାଇଁ ଦୁଃଖିତ। ତ ଆପଣମାନେ ହଳଦୀ ଗୁଣ୍ଡ ଅଳ୍ପ ଟିକେ କଲର୍ ପାଇଁ ବୋଲି ଏଡ୍ କରିପାରିବେ, ପୁରାପୁରି ଅପସନାଲ୍ ଅଛି। ତ ଦେଖନ୍ତୁ ଏଇଭଳି ବେଟରଟା ବନିଥିବା ଦରକାର, ଯେମିତିକି ପତଲା ବନିବନି ଆଉ ଅଧିକା ପୁରା ଶୁଖା ବନିବନି। ଆଉ ଟମାଟୋ ଯେହେତୁ ମୁଁ ସେଥିରେ ପକାଇବା ପାଇଁ ଭୁଲି ଯାଇଥିଲି, ମୁଁ ଛୋଟ ଛୋଟ ପିସେସ୍ରେ କଟିଂ କରି ଟମାଟୋ ଗୋଟେ ବି ସେଥିରେ ଏଡ୍ କରିଦେଲି। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ବିନା ବେକିଂ ସୋଡ଼ାରେ, ବିନା ଖାଇବା ସୋଡ଼ାରେ ବି ବହୁତ ବଢ଼ିଆ ସଫ୍ଟ ବନିକି ରେଡ଼ି ହେବ। ଆଉ ଦେଖିବେ ଯଦି ବନେଇବା ସମୟରେ କେବଳ ଯଦି ବେସନରେ ବନାଉଛନ୍ତି, ବେସନ, ମକା କି କେବଳ ବେସନରେ ବନାଉଛନ୍ତି ତାହେଲେ 1ରୁ 2 ଚାମଚ ଆପଣମାନେ ଚାହିଁଲେ ସେଥିରେ ମଇଦା କି ଚାଉଳ ଚୁନା ଏଡ୍ କରିପାରିବେ। ପୁଣି ଥରେ କହୁଛି, ନହେଲେ ଦେଖିବେ ବେସନଟା ଅତି ସଫ୍ଟ ଥାଏ ନା, ସେ ଭାଙ୍ଗିବାର ବି ସମ୍ଭାବନା ଥାଏ। ମାନେ ବନେଇବା ସମୟରେ ସେ ଚକୁଳିରେ ସେପ୍ ଦେବା ପରେ ତାକୁ ଓଲଟେଇବା ସମୟରେ ଭାଙ୍ଗିଯିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ ଦେଖନ୍ତୁ ଏଠି ଆମେ କ'ଣ କରିବା ନା ଆକୁ ଆମେ ଯେତିକି ବଡ଼ ସାଇଜ୍ରେ ଆପଣମାନେ ବନେଇବାକୁ ଚାହିଁବେ, ମୁଁ ଏଠି ଚକୁଳିରେ ହିଁ ସେପ୍ ଦେଇଛି। ଯେହେତୁ ଆଜି ଆମେ ବନାଉଛନ୍ତି କର୍ନ ବେସନ ପୁରା ଚିଲା ବନାଉଛନ୍ତି, ତ ମୁଁ ସେଇଥିପାଇଁ ଦେଖନ୍ତୁ ଗୋଲାକାର ସେପ୍ ଦେଇଛି। ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ଏଠି ସେପ୍ ଦେଇକି ବନେଇ ପାରିବେ। ଆଉ ଏଠି ଗୋଟେ ପେନ୍ ନେବେ, ସେଥିରେ ଅଳ୍ପ ଟିକେ ହାଫ୍ ଚାମଚ ତେଲରେ ବି ଆପଣମାନେ ଏଇ ରେସିପିଟା ବନେଇକି ରେଡ଼ି କରିପାରିବେ। ତ ମୁଁ ଏଠି ବ୍ରସ୍ ସାହାଯ୍ୟରେ ତେଲ ପୁରା ଲଗେଇଦେଲି ପେନ୍ରେ। ତାପରେ ସେଥିରେ ମୁଁ 2 ବେଲା ଏଡ୍ କଲି। ଆଉ ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ଗୋଟେ ସାଇଡ଼୍ ଟିକେ ଫ୍ରାଏ ହେଇସାରିବା ପରେ ତାକୁ ଆମେ ଓଲଟେଇ ଦେବା। ତ ଦେଖନ୍ତୁ ବନେଇବାଟା ପୁରା ଇଜି, ଝଟପଟ ବନିକି ରେଡ଼ି ହେଇଯିବ। ଯଦି ସକାଳର ଜଳଖିଆ ଯେ ବିରକ୍ତ ଲାଗୁଛି, କିଛି ବନେଇବା ପାଇଁ ଇଚ୍ଛା ହେଉନି, ତାହେଲେ ଏଇ ଜଳଖିଆଟି ବନାନ୍ତୁ। ଦେଖିବେ ବିନା ତରକାରୀରେ ବି এই ଜଳଖିଆଟା ଖାଇ ହେବ ଆଉ ବହୁତ ବଢ଼ିଆ ସ୍ୱାଦିଷ୍ଟ ବି ଲାଗେ। ତ ଦେଖନ୍ତୁ ଗୋଟେ ପିସ୍ ବନିକି ରେଡ଼ି ବି ହେଇସାରିଲାଣି। ତ ଦେଖିବେ ଏଠି 2 ପିସ୍ ଖାଇଲେ ବି ପେଟ ପୁରିଯାଏ, କିନ୍ତୁ ବହୁତ ବଢ଼ିଆ ଟେଷ୍ଟ ଲାଗେ। ତ ଆପଣମାନେ ସନ୍ଧ୍ୟା ସମୟରେ ବି ଯଦି ଭୋକ ଲାଗୁଛି ତାହେଲେ ବି এই ରେସିପିଟି ବନେଇକି ରେଡ଼ି କରିପାରିବେ। ତ ଏବେ ଆମେ କ'ଣ କରିବା ନା ଗୋଟେ ଯେହେତୁ ବନିକି ରେଡ଼ି ହେଇସାରିଲା, ତ ଏଠି ପୁଣି ଥରେ ଆମେ ଆଉ ଗୋଟେ ଚିଲା, ଆକୁ ଆପଣମାନେ ଚିଲା ବୋଲି ବି କହିପାରିବେ ବେସନ କର୍ନର, ଆଉ ଏମିତିରେ ପିଠା ବୋଲି ବି କହିପାରିବେ, ରାଗ ପିଠା। ତ ପନିପରିବା ପ୍ରଚୁର ମାତ୍ରାରେ ଥାଏ। ଆଉ ଦେଖିବେ ବହୁତ ସାରା ମାନେ ଏଥିରେ ଭିଟାମିନ୍ ମିଳେ। ଏମିତିରେ ଛୁଆମାନେ ପନିପରିବା ଖାଇବାକୁ ପସନ୍ଦ କରନ୍ତିନି, ତ ଏଇଭଳି ପ୍ରୋସେସ୍ରେ ବନେଇକି ଦିଅନ୍ତୁ, ସେଇମାନେ ବି ଫିନିଶ୍ କରିବେ, ବହୁତ ସ୍ୱାଦିଷ୍ଟ ଲାଗେ।
तो सेम प्रोसेस रे सबुतक बनईदेवा बनईकि आम रेडी करदेवा पुणी थे देखो गोटे साइड सीझी सारा पर पुणी थे उल्टेदेवा। फ्रेंड्स आपड़ी भिडियोटी मोर पसंद आसो सांग मानक सेयार करूँ लाइक करूँ चैनल जब नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथम आपण पहुँचो मुझे इजी वीडियो नहीं आसबि आपने देखिए घरे आपको निहाती ट्राए करूँ। आउ जब फेसबुक पेज देखुं ताल फेसबुक पेज मोर फॉलो करूँ इंस्टाग्राम देखुले फॉलो करने को जमार भूलुनि। तो देखो सेम प्रोसेस में सबुतक बनईकि रेडी करदेली ये 2 पीस बनीगला पुणी थे आउ गोटे भी आपको बनईकि देखी दूसरी देखो पुणी थे सेम प्रोसेस आउ गोटे पीस भी बनईकि मुझे रेडी करदेली। तो फाइनाली देखो मुझे आपको सेयार करने 3टी पिठा बनी जिते भी खाइबे ना आपको गरम गरम बनइबे खाइबे चटनी सहित भी खाईपारे आपको चिली सॉस टमाटो सॉस सहित भी खाईपारे बहुत बढ़िया लगे ना एमती भी खाइबे ना बहुत स्वादिष्ट लगे बिना तरकारी 3 ରୁ 4 पीस खाईजे आ पूरा तुला परी नरम पाटे दौ दौ पूरा मिल आ देखो आपण मानक पाखर भी देखा केते सुंदर भी देखा आ गोटे पीस आपण मानक खंड कर भी देखी दूसरी केते सी पूरा नरम बनी। फ्रेंड्स आपण मैंने कौ जिलूर देखुं मत कमेंट माध्यम जनातु मत भी खुशी लगे वीडियो केदूर पर्यंत पहुँचुची। तो देखो आपण मानक ये खंड कर भी देखी दूसरी पूरा माने हाथ में धरिकी माने खंड करेंगे कौन माने से पूरा एत सफ्ट बनी जाइए माने से पूरा आपे आपे देखो खंड भी हो। तो आपण मानक देखी दूसरी केते बढ़िया पूरा पीस बनी आमती भी बहुत स्वादिष्ट लगुला। तो यही तरीके जब आपण मैंने घरे बनाऊँ आपण मान अनुभूति मो सहित सेयार करूँ। तो देखो फाइनल रेसिपी बनिकी रेडी गलानी आपण मैंने घरे निहाती ट्राए करूँ से पर्यंत रोचे पुणी एक नया रेसिपी नहीं आसबि। नमस्कार जय जगन्नाथ।